नमस्कार, ମୁଁ ରଶ୍ମି ତ୍ରିପାଠୀ। ମୁଁ ଆଜି ଏବେ ଯୋଉ ରିସେଣ୍ଟ ଯୋଉ କେସ୍‌ଟା ହେଇଛି ଏଫ୍‌ଏମ୍ କଲେଜରେ, ତାକୁ ନେଇକି କିଛି ଜଣେଇବା ପାଇଁ ଆୱାରନେସ୍ ପାଇଁକା ଆସିନି। ବାସ୍ ମତେ କିଛି କହିବାର ଅଛି। ମୋ ନିଜ ଓପିନିଅନ୍ କହୁଛି, ଯୋଉଟାକି ନିହାତି ମୋଷ୍ଟଲି ଦରକାର। କାହିଁକିନା ଆଜି ଗୋଟେ ଝିଅ ସହିତ ହେଇଛି, କାଲି ହେଇପାରେ ଆଉ କାହା ସହିତ ହେଇପାରେ, ମୋ ସହିତ ହେଇପାରେ। ମୁଁ ଏବେ ରିସେଣ୍ଟ ଗ୍ରାଜୁଏଟ୍ କମ୍ପ୍ଲିଟ୍ କରିଛି। ଦେନ୍ ଏମିତି ବହୁତ ସାରା କଲେଜରେ, ବହୁତ ସାରା ଇନଷ୍ଟିଚ୍ୟୁଟରେ କି ବହୁତ ସାରା ଅକୁପେସନରେ ଏମିତି ସବୁ ବହୁତ ଜିନିଷ ହଉଛି, ଯୋଉଟାକି ବହୁତ ଜଣ ଦବେଇ ଦଉଛନ୍ତି। କିଏ ଧମକ ଦେଇ ଦଉଛି, କିଏ ପଇସା ଦେଖେଇ ଦଉଛି, ଏସବୁ ଜିନିଷ ହଉଛି। ମୁଁ କହିବାକୁ ଚାହୁଁଛି କି ଯଦି ଏମିତି କିଛି କେସ୍ ହଉଛି ତ ଫାର୍ଷ୍ଟ ନିଜକୁ ବଳି ଦିଅ ନାହିଁ, କାହିଁକିନା ନିଜକୁ ମାରି ଦେଇକି ଖତମ କରିଦେଇକି କିଛି ଲାଭ ନାହିଁ। ତ ମୁଁ ଏଇଟା କହିବାକୁ ଚାହୁଁଛି ଯେ ମୁଁ ଅପିଲ କରୁଛି, ରିକ୍ୱେଷ୍ଟ କରୁଛି ଯେ ଏଇ ଜିନିଷଟା ଯାହାବି ଆପଣ ଓପିନିଅନ୍ ସମସ୍ତଙ୍କ ଶୁଣିକି କରୁଛନ୍ତି, ଯାହାବି ଆସୁଛନ୍ତି ପୁରା ଯଦି ଜଲ୍ଦି ନିଅନ୍ତୁ, ଷ୍ଟ୍ରିକ୍ଟ ନିଅନ୍ତୁ, ତାହେଲେ ସେଇ ଜିନିଷ ଯେତେବେଳେ ହବ ଅନ୍ୟମାନେ ଡରିବେ ଯେ ଆମେ ଜିନିଷଟା କରିବୁ, ନେକ୍ସଟ ଟାଇମ୍ ସେଟା ରିପିଟ୍ ହବନି। ଯେ ସମସ୍ତେ ପାଇଁ ହେଲ୍ପଫୁଲ୍ ହବ। ଆଉ ଯୋଉମାନେ ନିଜ କ୍ୟାରିୟର ଟିଚିଂ ଲାଇନରେ ନେବାକୁ ଚାହୁଁଛନ୍ତି କି ଯୋଉ ଲାଇନରେ ନେବାକୁ ଚାହୁଁଛନ୍ତି ସେଠି ନେଇପାରିବେ। ଗଭର୍ଣ୍ଣମେଣ୍ଟ ଏତେ ଆଗକୁ ଗଲାଣି, ଏତେ ନିୟମ ହେଲାଣି, ସମାଜ କହୁଛି ଇଣ୍ଡିପେଣ୍ଡେଣ୍ଟ କିଛି ନୁହଁ। ବାସ୍ ସିଓର ନାହାନ୍ତି କୋଉ ଜିନିଷ ପାଇଁକା। ତାଙ୍କୁ ଆଟଲିଷ୍ଟ ଟିକେ ଫ୍ରିଡମ୍ ଦିଆଯାଉ। ତାଙ୍କର ଏଜୁକେସନ ଲାଇନ ହଉ କି ଯୋଉ ବି ଲାଇନ, ଜବ୍ ଲାଇନ କି ଯୋଉ ବି ଲାଇନ ସେ ଆଗକୁ ଯାଉଛନ୍ତି, ତାଙ୍କୁ ସେ ଏମିତି କିଛି ଆକ୍ସନ ନିଅନ୍ତୁ ଯୋଉଥିରେ କି ସମସ୍ତଙ୍କ ପାଇଁ ହେଲ୍ପଫୁଲ୍। ଯୋଉମାନେ ଭୁଲ କରୁଛନ୍ତି ସେମାନେ ଆଉ ଯୋଉ ଝିଅମାନେ ଅନସେଫ୍ ଫିଲ୍ କରୁଛନ୍ତି ସେମାନେ ଫିଲ୍ କରନ୍ତି। ଆଉ କୌଣସି ଏଜୁକେସନ ଲାଇନ, ଅପରେସନ ଲାଇନ କି କୋଉ ଲାଇନ ବି କିନ୍ତୁ ଖରାପ କାମ କି ଏମିତି ନିର୍ଯାତନା ଗଲା ଜିନିଷ କିଛି ନୁହେଁ। ମୁଁ ଏତିକି ରିକ୍ୱେଷ୍ଟ କରୁଛି। ଆଉ ଯଦି ଏଇଟା ଆପଣମାନଙ୍କୁ ଭିଡ଼ିଓଟା ଭଲ ଲାଗୁଛି ତ ସେୟାର କରନ୍ତୁ। ମୁଁ ସମସ୍ତଙ୍କ ପାଖକୁ ଏ କଥାଟା ଯାଉ, ସେମାନେ ଜାଣନ୍ତୁ। ନିଜକୁ ଫାର୍ଷ୍ଟ ଝିଅମାନେ ଫାର୍ଷ୍ଟ ନିଜକୁ ପ୍ରାୟୋରିଟି ଦିଅ। କେମିତି କ'ଣ କଲେ ପନିସମେଣ୍ଟ ଦେଇହବ, ନିଜକୁ ବଞ୍ଚେଇ ହବ, ଆମ ପଥର ତିଆରି ହବ। ନିଜକୁ ଶେଷ କର ନାହିଁ, ଶେଷ କରି କୌଣସି ଲାଭ ନାହିଁ। ନିଜକୁ ସେଭ୍ କର ଫାର୍ଷ୍ଟ।